ଭାଇନା ଆପଣ କହିବେ କି ଯେଉଁ ଗାଁରେ ଶୋଷଣ ଯଦି ଚାଲିଛି ଯେ ବିଶେଷ କରି ମହିଳାମାନେ ଯେଉଁ କାର୍ଡ଼ କରୁଥିଲେ ମୁଁ ରାସନ ପାଇବେ ବୋଲି କ'ଣ ଅଧା ଦାମରେ ପାଇବେ ବୋଲି 250 ଟଙ୍କିଆ କାର୍ଡ। ଆଜ୍ଞା ସେ ବିଷୟରେ ଆପଣ କ'ଣ କହିବେ? ଶୁଣୁ ଜଗୁଲି, ଯେତେବେଳେ ଆମ ନୂଆ ସାହିରେ ଆରମ୍ଭ କରାଗଲା ଆମ ଘରକୁ ଆସିଥିଲେ, ମୁଁ ନଥିଲି ଯେତେବେଳେ କହିଲେ ଯେ ଗୋଟେ କାର୍ଡ ହେଉଛି 250 ଟଙ୍କାରେ କାର୍ଡ ହେଲେ ଶସ୍ତାରେ ସଉଦା ମିଳିବ। ବୋଲି କିଏ କରୁଛି ନା ସେ ମହିଳା ମଣ୍ଡଳର ଜଣେ ନେତୃତ୍ୱ ନେଇଛନ୍ତି, ସେଇମାନେ ବୁଝୁଛନ୍ତି ଯାହାକି ମହିଳା ମଣ୍ଡଳର ମୁଖ୍ୟ ବୋଲି ତାକୁ କୁହାଯାଏ। ମାନେ ମହିଳାଙ୍କୁ ଏକାଠି କରି ଫାଇଦା ନବା ପ୍ରତି ଗାଁରେ, ହଁ ପ୍ରତି ଗାଁରେ କରିଥିବେ। ମୁଁ କହିଲି ତାହେଲେ ସେ ଲୋକଟା ବୋଧେ ଫ୍ୟାକ୍ଟ୍ରି କରିଛି, ତାର ବୋଧେ ହଜାର ହଜାର ଏକର ଜମି, ସେଇଠି ଡାଲି ମୁଗ ସବୁ କରିଥିବ ଆଉ, କାହିଁକିନା ସେଇଠୁ ଅମଳ କଲେ ତ ଶସ୍ତା ଦବ, ଯଦି ସରକାର ଦେଇପାରୁନି ସେ ଦବ। ସେ କ'ଣ କରି ମୁଁ ଯେତେବେଳେ ଏଥର ଜାଣିଲି ଯାହାର ମୁଖ୍ୟ ନାଁ କହିଲି, ସେ ଲୋକଟାର ମୋର ଦରକାର ନମ୍ବର ଯଦି ଦରକାର କହିଲି, ସେ ମୋ ଫୋନକୁ ଯୋଉଟା କହିଲେ କଲେକ୍ଟର ଅର୍ଡର ଦେଇଛି ବୋଲି ମତେ କହିଲେ। ଦେଖିଲାକୁ ଯୋଉ କାଗଜ ପଠେଇଲେ ତାଙ୍କର ଶ୍ରମିକ ସଂଗଠନ ଗୋଟେ ମୁଖ୍ୟ ହିସାବରେ ଅଛି। ବୋଲି ଏଇଟା ତ ପ୍ରାଇଭେଟ ସଂସ୍ଥା, ଏଇଟା ହଉ ଯଦି ଏମାନେ ହଉଛି ଆମ ଘରେ ମନା କଲି କାର୍ଡ କର ନାହିଁ, ଆମ ଘରେ ବି କଲେ ନାହିଁ, କାହିଁକିନା ମୁଁ ମନା କଲି ଏଇଟା ଠକାମିର ସଂସ୍ଥା, କେବେ କରନି। କିନ୍ତୁ ଆମ ନୂଆ ସାହି ଗାଁରେ ଘରେ ଘରେ ସେ କାର୍ଡ କରାହେଇଛି 250 ଟଙ୍କା। କିଛି ଦିନ ପ୍ରତାପଭଦ୍ରପୁର ପଞ୍ଚାୟତ, ଆମରି ପଞ୍ଚାୟତରେ ଦୋକାନଟି ଖୋଲା ହେଲା, 2.5 ଦିନ ଚାଲିଛି, ଯାହାକି ମାସ ଧରି ବନ୍ଦ ହେଇଗଲାଣି। ଯେ ବର୍ତ୍ତମାନ ଆମ ବାଲିଅନ୍ତା ମଣ୍ଡଳରେ କେତେ ସବୁ ଯେ ସରକାର ପ୍ରଶାସନିକ ଅଧିକାରୀ ମାନେ ଅଛନ୍ତି, ଯୋଉଠି ଗଣମାଧ୍ୟମରେ ସେମାନେ ପ୍ରଚାର କରୁଛନ୍ତି ଆମେ ଏଇ ସଂଗଠନ କରିଛୁ, ଏଠି ସଉଦା ଦଉଛୁ, ରେଟ୍ କମ, ଦୋକାନ କରୁଛୁ, ଭଲ ମନ୍ଦ କରୁଛୁ, ଇନ୍ସୁରାନ୍ସ କରୁଛୁ, ତାଙ୍କର ମରିଗଲେ ପାଇବ, ଭଲ ମନ୍ଦ ପାଇବ। ସରକାର ଅଧିକାରୀ ତାପରେ କାହିଁ ନଜର ନ ରଖିବେ ଯେ ଯଦି ପ୍ରତାପପୁର ପଞ୍ଚାୟତରେ ଖୋଲା ହେଇଥିଲା ସେ ଚାଲୁଛି ନା ନାହିଁ, ଯଦି ଅଲଗା ପଞ୍ଚାୟତରେ ଚାଲୁଥିଲା ନାହିଁ। ଦୀର୍ଘ ଦିନ ହବ ଆମ ଗାଁ ପଞ୍ଚାୟତରେ କାର୍ଡ ବନ୍ଦ ଏବଂ ନାହିଁ। ଅନେକ ଲୋକ କାର୍ଡ ରଖିଛନ୍ତି, ଦିନେ ସଉଦା ପାଇଁ ଯାଇନାହାନ୍ତି, ଆଉ କିଛି ଲୋକ ଯାଇଛନ୍ତି, ଯୋଉମାନେ ଯାଇଛନ୍ତି ସେମାନେ ସଉଦା ନେଲା ବେଳେ 100 ତା ଦେହରେ ଥୋଇବେ। ଫେରେ କାର୍ଡ କଲେ ମାନେ 250 ଟଙ୍କା ଆଉ 100 ଥୋଇବେ, ସିଏ ବଢିବ କେବେ ତାଙ୍କର ସୁଧ ହବ। ଯେମିତି ସାରା ଇଣ୍ଡିଆ ଗୋଟେ ରାଜ୍ୟ ସରକାର କେନ୍ଦ୍ର ସରକାର କରିଥିଲେ, ଟଙ୍କା ରଖିଲେ ଡବଲ। ଏବେ ଲୋକ ଭାବୁଛନ୍ତି ତୁ ଲୋକକୁ ଯେତେ ଠକିଲେ ବି ଲୋକ ଚେତିବେ ନାହିଁ, କିନ୍ତୁ ଆ ଦେହରେ ବେଶୀ ଠକାମି ଶିକାର ଯୋଉମାନେ କରୁଛନ୍ତି କେବଳ ମହିଳାଙ୍କୁ ଧରି କରୁଛନ୍ତି। ତମେ ଜଗବନ୍ଧୁ ଜାଣିଛ, କୁହ ମହିଳା ମାନଙ୍କୁ ହିଁ ଧଇଲେ ହିଁ ତାଙ୍କର ଲାଭ ମାଉଛି। ଏବେ ଆମ ନୂଆ ସେରୁ ଯଦି 50,000 କି ଲକ୍ଷେ ନେଇଥିବେ, ଆମ ପଞ୍ଚାୟତରେ 12ଟା ୱାର୍ଡ, ଆମ ପ୍ରତାପଭଦ୍ର ପଞ୍ଚାୟତରେ 12ଟା ୱାର୍ଡ, କେତେ ଟଙ୍କା ଯାଇଥିବ? 2ଟା ୱାର୍ଡ 400 କାର୍ଡ, ହଁ ଆମ ୱାର୍ଡ ଯେତେ ବିଶ୍ୱାସ ମୁଁ ହଉଛି 100 କାର୍ଡ କରିଦେଇଥିବେ, ହଁ 500 କାର୍ଡ, ଏଇଠି ନେଇଗଲା 1,25,000 ହଁ ହେଲା। ଏଇଠି ଯଦି 1,25,000 ନେଇଗଲା, ଟଙ୍କା କିଏ ନେଇଛି ତାକୁ ଧରିବା ଦରକାର। ପ୍ରଶାସନିକ ଅଧିକାରୀ, ଥାନା ଅଧିକାରୀ ନଜର ରଖିବା କଥା, ଏ ଶ୍ରମିକ ସଂଗଠନ ବାଲା କୋଉଠି କରିଥିଲେ ତାକୁ ଧରିବା ଦରକାର। ଟଙ୍କା କେତେ ଟଙ୍କା ରିକଭରି ହେଇଛି ଏରିଆ।